ଆଜିର ପ୍ରଥମ ଖବର ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା। ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯାଇଛି। 3,10,000 କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି। ଗତ ବର୍ଷ ତୁଳନାରେ 6.9% ବୃଦ୍ଧି ହୋଇଛି। ବଜେଟ୍ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରାଯାଇଛି। ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ 20,000 ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ 1,01,000 ଟଙ୍କା ପ୍ରଦାନ କରାଯିବ। ସେହିପରି ସୁଭଦ୍ରା ପାଇଁ 10,145 କୋଟି ଟଙ୍କା ରହିଛି। 1 କୋଟିରୁ ଅଧିକ ମହିଳା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ 12 କୋଟି ଟଙ୍କା ରହିଛି। ପରବର୍ତ୍ତୀ ଖବର ଓସିଏସ୍ ଫର୍ମରେ ଯୋଡ଼ି ହେଲେ ତୃତୀୟ ଲିଙ୍ଗୀ। ଓସିଏସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ି ହେଲା ତୃତୀୟ ଲିଙ୍ଗୀ ବିକଳ୍ପ। ଓଡ଼ିଶାରେ ସିଭିଲ୍ ସର୍ଭିସ ପରୀକ୍ଷା 2025 ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ମାର୍ଚ୍ଚ 7 ତାରିଖ ଓସିଏସ୍ ପରୀକ୍ଷା ଆବେଦନର ଶେଷ ତାରିଖ। ପ୍ରାର୍ଥୀଙ୍କ ନାମରେ ପରିବର୍ତ୍ତନ ହୋଇଥିଲେ ଡକ୍ୟୁମେଣ୍ଟ ଧାର୍ଯ୍ୟ ଅନିବାର୍ଯ୍ୟ ଅଟେ। ଓଡ଼ିଶା ଲୋକସଭା ଆୟୋଗ ଓପିଏସସି ଓଡ଼ିଶା ସିଭିଲ୍ ସର୍ଭିସେସ୍ ଓସିଏସ୍ ପରୀକ୍ଷା 2025 ପାଇଁ ଅନଲାଇନ ଆବେଦନ ଫର୍ମରେ ତୃତୀୟ ଲିଙ୍ଗୀ ଟ୍ରାନ୍ସଜେଣ୍ଡର ବିକଳ୍ପ ଯୋଡ଼ିଛି। ଓପିଏସସି ଏହି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ପରବର୍ତ୍ତୀ ଖବର ବାଂଲାଦେଶରେ ଭିସା ସେବା ପୁନଃ ଆରମ୍ଭ କରିବ ଭାରତ। ତାରିକ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାରିକ ରହମାନଙ୍କ ନେତୃତ୍ୱାଧୀନ ସରକାର କ୍ଷମତା ପାଇବା ପରେ ଭାରତ ଏହାର ପଡୋଶୀ ଦେଶ ବାଂଲାଦେଶକୁ ସମସ୍ତ ଭିସା ସେବା ଆରମ୍ଭ କରିଛି। ଏହାରି ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତିର ସଂକେତ ମିଳୁଛି। ସିଲେଟରେ ଭାରତର ବରିଷ୍ଠ କନସୁଲାର ଅଧିକାରୀ ଅନୁରୁଦ୍ଧ ଦାସ କହିଛନ୍ତି ସମସ୍ତ ଭିସା ସେବାକୁ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ମେଡିକାଲ ଏବଂ ଡବଲ ଏଣ୍ଟ୍ରି ଭିସା ଜାରି କରିବାକୁ ଯାଉଛି। ପରବର୍ତ୍ତୀ ଖବର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆର୍ଥିକ ବର୍ଷ 2026-27 ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। 3,10,000 କୋଟି ଟଙ୍କାର ଏହି ବଜେଟରେ ସେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାପକ ସହାୟତା ରାଶି ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ଓ ଯାନ୍ତ୍ରିକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସମୃଦ୍ଧ କୃଷକ ଯୋଜନା ପାଇଁ 6,088 କୋଟି ଟଙ୍କା, ପିଏମ କିଷାନ ଯୋଜନାରେ 20,230 କୋଟି ଟଙ୍କା, କୃଷି ଯାନ୍ତ୍ରିକରଣ ଏବଂ କୃଷି ଉଦ୍ୟୋଗ 841 କୋଟି ଟଙ୍କା, ଶ୍ରୀ ଅନ୍ନ ଅଭିଯାନ 400 କୋଟି ଟଙ୍କା। ପରବର୍ତ୍ତୀ ଖବର ଆସନ୍ତା 48 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆସନ୍ତା 48 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳ ସୃଷ୍ଟି ହୋଇଛି। ଆସନ୍ତା 48 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି, ଯାହାର ପ୍ରଭାବରେ ଆସନ୍ତା 23 ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଏଥିପାଇଁ 15 ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି। ସେହି ସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର। ସେହିପରି 24 ତାରିଖ ପାଇଁ ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ବିଜୁଳି ଘଡଘଡି ସହ ବର୍ଷା ଅଛି। ପରବର୍ତ୍ତୀ ଖବର ଏପ୍ରିଲ 1ରୁ କାର୍ଯ୍ୟକ୍ଷମ ହେବ ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଠାରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ କରି ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ଉଚ୍ଚମାନର ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନର ପ୍ରସ୍ତାବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଛନ୍ତି। ପରବର୍ତ୍ତୀ ଖବର ଓଡ଼ିଶା ବଜେଟ୍ ଅଙ୍ଗନବାଡି ଯୋଜନା ପାଇଁ 635 କୋଟି ଟଙ୍କା। 2026-27 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ 3,10,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିବା ବେଳେ ଗତ ବର୍ଷ ତୁଳନାରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟକୁ 6.9% ବୃଦ୍ଧି କରାଯାଇଛି। ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ବଜେଟରେ ଭିବିଜି ରାମଜୀ ପାଇଁ 5,575 କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ 635 କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। 100 ସ୍ମାର୍ଟ ଫାର୍ମ ମାର୍କେଟ ମଡେଲ ମଣ୍ଡି ପାଇଁ 100 କୋଟି ଟଙ୍କା ବଜେଟରେ ବ୍ୟବସ୍ଥା ରହିଛି। ବିଶ୍ୱର ବୃହତ ଶସ୍ୟ ଷ୍ଟୋରେଜ ଯୋଜନା ପାଇଁ 240 କୋଟି ଟଙ୍କା ବ୍ୟବସ୍ଥା ରହିଛି। ରେୟାର ଅର୍ଥ କରିଡର ପାଇଁ 10 କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ଏଆଇ ମିଶନ ପାଇଁ 23 କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ଟୁରିଜମ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ 150 କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ବଜେଟରେ
ପ୍ରଶାସନିକ ଖର୍ଚ୍ଚ ପାଇଁ 1,14,000 କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ 1,000 କୋଟି ବଜେଟର ଘୋଷଣା। ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ମୋହନ ସରକାର। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ ପୁରୀଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା ପାଇଁ 1,000 କୋଟି ଟଙ୍କାର ବ୍ୟବହାର କରାଯାଇଛି। ସମର୍ପଣ ଡିଜିଟାଲ ହୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ ପ୍ରକ୍ରିୟାକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ସମର୍ପଣ ନାମରେ ଏକ ଅନଲାଇନ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା ଆରମ୍ଭ କରାଯିବ। ଏହାଦ୍ୱାରା ଦେଶ ବିଦେଶର ଭକ୍ତମାନେ ସହଜରେ ଦାନ କରିପାରିବେ। ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବଜେଟରେ 5 କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରସ୍ତାବ ଦିଆଯାଇଛି। ପରବର୍ତ୍ତୀ ଖବର ମେଟ୍ରିକରେ 12,000 ପରୀକ୍ଷାର୍ଥୀ ଅନୁପସ୍ଥିତ। ମେଟ୍ରିକ ପରୀକ୍ଷାରେ 12,000 ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି, ଛାତ୍ରଛାତ୍ରୀ କାହିଁକି ଅନୁପସ୍ଥିତ ରହିଲେ ସେ ନେଇ ତର୍ଜମା କରାଯାଉଛି। ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି। ସରକାର ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି। 2024-25 ଶିକ୍ଷାବର୍ଷରେ 15% ପିଲା ପାଠ ଛାଡ଼ିଛନ୍ତି। ପରବର୍ତ୍ତୀ ଖବର ନୂତନ ରାଜ୍ୟ ବିଧାନସଭା ସୌଧ ନୂତନ ସଚିବାଳୟ ଭବନ ହେବ। ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯାଇଛି। ଭୁବନେଶ୍ୱରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ଘୋଷଣା କରାଯାଇଛି। ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ। ନୂତନ ରାଜ୍ୟ ବିଧାନସଭା ସୌଧ ନୂତନ ସଚିବାଳୟ ଭବନ ହେବ। ବିଶ୍ୱ ବିମାନର ନୂଆ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ହେବ। ପରବର୍ତ୍ତୀ ଖବର ଚିଲିକା ପୁନରୁଦ୍ଧାର ଯୋଜନା ଘୋଷଣା। ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ଚିଲିକା ପୁନରୁଦ୍ଧାର ଯୋଜନା ଘୋଷଣା କରାଯାଇଛି। ଭୂ ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବା ଯୋଜନା ରହିଛି। ସେହିପରି ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ପାଇଁ 10 କୋଟି ଟଙ୍କାର ପ୍ରସ୍ତାବ ରହିଛି। ମହାନଦୀ ତଟବର୍ତ୍ତୀ ସୁରକ୍ଷା ପର୍ଯ୍ୟଟନ ପାଇଁ 80 କୋଟି ରହିଛି। ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ 100 କୋଟି ରହିଛି। ପରବର୍ତ୍ତୀ ଖବର ଆଉ 6 ଲକ୍ଷ ହିତାଧିକାରୀ ପାଇବେ ମଧୁବାବୁ ପେନସନ। ବାର୍ଦ୍ଧକ୍ୟ ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମଧୁବାବୁ ପେନସନ ଯୋଜନାରେ ସମସ୍ତ ଯୋଗ୍ୟଙ୍କୁ ସାମିଲ କରାଯିବ। ହିତାଧିକାରୀ ମରିଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି। ବାଦ୍ ପଡ଼ିଥିବା 6 ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ। ପୂର୍ବ ସରକାର ଏନେଇ ଅନ୍ୟାୟ କାର୍ଯ୍ୟ କରିଥିଲେ କହିଛନ୍ତି ମୁଖ୍ୟମନ୍ତ୍ରୀ। ପରବର୍ତ୍ତୀ ଖବର ଶିମିଳିପାଳରେ ଆତ୍ମସମର୍ପଣ କଲେ 39 ଶିକାରୀ, 9 ବନ୍ଧୁକ ଜବତ। ଶିମିଳିପାଳରେ ଆତ୍ମସମର୍ପଣ କରିଛନ୍ତି 39 ଜଣ ଶିକାରୀ। ଏହା ସହ 9ଟି ବନ୍ଧୁକ ଜବତ ହୋଇଛି। ଏଆଇ କ୍ୟାମେରାରେ ଧରା ପଡ଼ିଲେ 39 ଶିକାରୀ। ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ। ଏହା ସହ ବିପୁଳ ପରିମାଣର ବନ୍ଧୁକ, ପାଉଡର ଏବଂ 20ରୁ ଅଧିକ ଧନୁ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର ଏଆଇ ସମ୍ମିଳନୀରେ ଟି ସାର୍ଟ ଖୋଲି କଂଗ୍ରେସ କର୍ମୀଙ୍କ ହଙ୍ଗାମା। ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀମାନେ ଏକ ବିରାଟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତି ସମ୍ମିଳନୀରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୋଲିସ ପହଞ୍ଚି ଅନେକ ଲୋକଙ୍କୁ ଅଟକ ରଖିଛି। କଂଗ୍ରେସ କର୍ମୀଙ୍କ ଏହି ପ୍ରତିବାଦ ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ ହୋଇଥିଲା, ଯାହାକି ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ବିଜେପି ଏପରି ପ୍ରତିବାଦକୁ କଂଗ୍ରେସର ଷଡ଼ଯନ୍ତ୍ର ବୋଲି କହିଛି। ପରବର୍ତ୍ତୀ ଖବର ବନ୍ୟା ପରିଚାଳନା ପାଇଁ 530 କୋଟି। ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର ପ୍ରୋଗ୍ରାମ ପାଇଁ 1,000 କୋଟି ଟଙ୍କା ରହିଛି। ନବକୃଷ୍ଣ ଚୌଧୁରୀ ସେଚନ ଉନ୍ନୟନ ଯୋଜନାରେ 180 କୋଟି ଟଙ୍କା ବ୍ୟବହାର ରହିଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ 280 କୋଟି ଟଙ୍କା ରହିଛି। ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ପାଇଁ 100 କୋଟି ଟଙ୍କା ରହିଛି। 3,33,000 ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। 2029 ସୁଦ୍ଧା 15,000 ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ କରାଯାଇଛି। ପରବର୍ତ୍ତୀ ଖବର ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଲା ଭାରତ। ଗାଜା ସଂକଟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶାନ୍ତି ବୋର୍ଡର ପ୍ରଥମ ବୈଠକରେ ଗୁରୁବାର ଭାରତ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲା। ଭାରତରେ ଏହି ବୋର୍ଡ ଆନୁଷ୍ଠାନିକ ସଦସ୍ୟ ନୁହେଁ। ଡୋନାଲ୍ଡ ଜେ ଟ୍ରମ୍ପ ଇନଷ୍ଟିଚ୍ୟୁଟ ଅଫ୍ ପିସ୍ରେ ଅନୁଷ୍ଠିତ ବୈଠକରେ ଭାରତ ପ୍ରତିନିଧିତ୍ୱ ୱାସିଂଟନ ଡିସିରେ ଥିବା ଭାରତୀୟ ଦୂତାବାସର ଚାର୍ଜ ଡି ଆଫେୟର୍ସ ନାଗାମେଆ ଖାମ୍ପା କରିଥିଲେ। ପରବର୍ତ୍ତୀ ଖବର ଗ୍ରାମୀଣ ଜୀବିକା ମିଶନ ପାଇଁ 1,333 କୋଟି। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ପାଇଁ 1,333 କୋଟି ଟଙ୍କା ବ୍ୟବହାର ହୋଇଛି। ମିଶନ ଶକ୍ତି ବିଭାଗ ପାଇଁ ଆବଣ୍ଟନ 2,804 କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ଲିଙ୍ଗଗତ ସମାନତା ଯୋଜନା ପାଇଁ 18,957 କୋଟି ଟଙ୍କା ରହିଛି। ପରବର୍ତ୍ତୀ ଖବର ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା। ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା। ଗୃହରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତର। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଓଡ଼ିଶାରେ ନାଟକର ଉନ୍ନତି ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ବାହାରେ ଓଡ଼ିଆ ନାଟକ ଆୟୋଜିତ କରାଯାଉଛି। ପରବର୍ତ୍ତୀ ଖବର ଶ୍ରୀଲଙ୍କାକୁ ହରାଇ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ଭାରତ ଏ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଫାଇନାଲରେ ପହଞ୍ଚି ଯାଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ 5 ୱିକେଟରେ ପରାସ୍ତ କରିଛି। ଫାଇନାଲରେ ଭାରତର ମୁକାବିଲା ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତା
ସହିତ ହେବ। ପରବର୍ତ୍ତୀ ଖବର ବୁଝାମଣା ପାଇଁ ଇରାନକୁ 10 ଦିନ ସମୟ ଦେଲା ଆମେରିକା। ଆମେରିକା ଓ ଇରାନ ମଧ୍ୟରେ ବଢିଥିବା ଉତ୍ତେଜନା ମଧ୍ୟରେ ଆମେରିକା ସହିତ ବୁଝାମଣା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ 10 ରୁ 15 ଦିନର ମହଲତ ଦେଇଛନ୍ତି। ଏହି ସମୟ ମଧ୍ୟରେ ଇରାନ ଆମେରିକା ସହିତ ବୁଝାମଣା ନ କଲେ ୱାସିଂଟନ ତେହରାନ ଉପରେ ଆକ୍ରମଣ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିବା ବେଳେ କୌଣସି ବୁଝାମଣା ହୋଇପାରି ନାହିଁ। ପରବର୍ତ୍ତୀ ଖବର ନ୍ୟାସନାଲ ହେରାଲ୍ଡ ମାମଲା ମାର୍ଚ୍ଚ 9ରେ ମାମଲାର ଶୁଣାଣି କରିବେ ହାଇକୋର୍ଟ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିଙ୍କ ଚାର୍ଜସିଟକୁ ନେଇ ମାର୍ଚ୍ଚ 9ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ। ଏହି ଚାର୍ଜସିଟ ଗ୍ରହଣ କରିବାକୁ ଅସ୍ୱୀକାର କରିଥିବା ଟ୍ରାଏଲ କୋର୍ଟଙ୍କ ଡିସେମ୍ବର 16, 2025ର ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିବ। ପରବର୍ତ୍ତୀ ଖବର ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ହେଉଛି ଓଡ଼ିଶାର କୋଟି କୋଟି ମା ମାନଙ୍କର ନିଜ ଦଳ। ଗତ 27 ବର୍ଷର ଯାତ୍ରା ଭିତରେ ବିଜେଡି ମା ମାନଙ୍କର ସଶକ୍ତିକରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ମା ମାନଙ୍କ ସଶକ୍ତିକରଣ ହିଁ ଓଡ଼ିଶାର ପ୍ରକୃତ ସଶକ୍ତିକରଣ। ପରବର୍ତ୍ତୀ ଖବର ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ତାଙ୍କ ଦାବିକୁ ପୁଣି ଦୋହରାଇଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ ଗତ ବର୍ଷ ହୋଇଥିବା ଯୁଦ୍ଧ ବନ୍ଦ କରିବାର ମଧ୍ୟସ୍ଥତା କରିଥିବା ନେଇ ଦାବି ଦୋହରାଇଛନ୍ତି। ୱାସିଂଟନରେ ଶାନ୍ତି ବୋର୍ଡର ଉଦ୍ଘାଟନୀ ଅଧିବେଶନରେ ଏକ ଦୃଶ୍ୟରେ ଦେଖିବାକୁ ମିଳିଥିଲା। ଆନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ୟାପକ ଭାବରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ନେଇଛନ୍ତି। ଏହା ବ୍ୟତୀତ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ତାଙ୍କ ଭାଷଣ ମଝିରେ ଠିଆ ହେବାକୁ କହିଥିଲେ ଏବଂ ପରେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ପରବର୍ତ୍ତୀ ଖବର ରାଜ୍ୟରେ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ 3 ଲକ୍ଷ ପିଲା ଉପକୃତ ହେବେ। ଏହା ସହ ଉପକୂଳବାସୀଙ୍କ ପାଇଁ ଚଳିତ ବଜେଟରେ ଘୋଷଣା କରାଯାଇଛନ୍ତି ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ଘୋଷଣା କ୍ରମେ ରାଜ୍ୟରେ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବାକୁ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଆଉ 2ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ମଧ୍ୟ ଘୋଷଣା କରାଯାଇଛି। ପାରାଦୀପ ଓ ବଲାଙ୍ଗୀରରେ ନିର୍ମାଣ ହେବ ଇଞ୍ଜିନିୟରିଂ କଲେଜ। ସେହିପରି ଉତ୍କର୍ଷ ଆଇଟିଆଇ ଯୋଜନା ପାଇଁ 500 କୋଟି ବ୍ୟୟବରାଦ କରାଯାଇଛି। ପରବର୍ତ୍ତୀ ଖବର ଚୁଲି ନାହିଁ ମେନୁ ମାଳମାଳ, ବଜେଟକୁ ନବୀନଙ୍କ କଟାକ୍ଷ। ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-27 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। 3,10,000 କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଯେଉଁଥିରେ ରାଜ୍ୟବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଯାଇଛି। ତେବେ ବଜେଟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ ପରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି। ନବୀନ କହିଛନ୍ତି ରୋଷେଇ ଘର ନାହିଁ, ହେଲେ ଖାଦ୍ୟ ମେନୁ ମାଳମାଳ। ପରବର୍ତ୍ତୀ ଖବର ଗ୍ରାମାଞ୍ଚଳ ବିକାଶ ପାଇଁ 44,309 କୋଟି। ଗ୍ରାମାଞ୍ଚଳର ବିକାଶ ପାଇଁ 44,309 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତ ବର୍ଷ ତୁଳନାରେ 13% ଅଧିକ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ 3,491 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଆରମ୍ଭ ହୋଇଛି ନୂଆ ମିଶନ ପାୱାର। ରାସ୍ତା ନଥିବା ଗାଁ ଗୁଡ଼ିକୁ ସଡ଼କ ସହ ଯୋଡ଼ିବା ପାଇଁ ପାୱାର ଅଧୀନରେ 1,000 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ନୂଆ ଯୋଜନା ଭିଜି ରାମଜୀ ପାଇଁ 5,575 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବସୁଧା ପାଇଁ 1,495 କୋଟି ଟଙ୍କା ଏବଂ ଜଳ ଜୀବନ ମିଶନ ପାଇଁ 7,000 କୋଟି ଟଙ୍କା ଆବଣ୍ଟିତ ହୋଇଛି।